ସାର୍ କ'ଣ କହିବେ ଆଜି ମୋ ବାପା ରିଲିଜ୍ ହେଲା ତ ତାପରେ କ'ଣ କହିବେ ଦାସ ପ୍ରଡକ୍ସନ୍ ଆଜି ଗୋଟେ ନୂଆ ଭେଟି ଦେବାକୁ ଅଛି। ଆଜି ହେଉଛି ଓଡ଼ିଆ ଗଣପର୍ବ ରଜ ପର୍ବର ଅନ୍ତିମ ମୁହୂର୍ତ୍ତ। ଏହି ଅନ୍ତିମ ମୁହୂର୍ତ୍ତ ତା ସହିତ ଆଜି ମଧ୍ୟ ହେଉଛି ସାରା ବିଶ୍ୱ ପିତୃ ଦିବସ। ଏହି ବିଶ୍ୱ ପିତୃ ଦିବସ ଉପଲକ୍ଷେ ଦାସ ପ୍ରଡକ୍ସନ୍ ତରଫରୁ ଆପଣମାନଙ୍କୁ ପ୍ରଥମ ଅବଦାନ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ମୋ ବାପା। ଏ ମୋ ବାପା କେବଳ ଇଏ ସୃଷ୍ଟିର ମୋ ବାପା ନୁହେଁ, ଏ ସୃଷ୍ଟିର ସମସ୍ତ ପୁଅ ଝିଅମାନଙ୍କର ବାପାକୁ ନେଇ ଆମର ଏ ଉଦ୍ୟମ ଜାରି ରହିଥିଲା। ବହୁତ ଚିନ୍ତା ହୋଇଥିଲା ଏହି କାର୍ଯ୍ୟକ୍ରମ କରିବା ପାଇଁ। ଆଜି ସେହି ପିତୃ ଦିବସ ଉପଲକ୍ଷେ ଦାସ ପ୍ରଡକ୍ସନର ପ୍ରଥମ ଅବଦାନ ମୋ ବାପା। ଆଶା କରୁଛି ଆପଣମାନେ ନିଶ୍ଚୟ ଦେଖିବେ, ଆପଣଙ୍କର ବନ୍ଧୁ ପରିବାର ସମସ୍ତଙ୍କୁ ମୁଁ ଦେଖେଇବେ। এই ଚ୍ୟାନେଲ୍ ମାଧ୍ୟମରେ ଆପଣଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ଆଜିର ଶୁଭ ମୁହୂର୍ତ୍ତରେ। ସାର୍ ଏହା ପୂର୍ବରୁ ଆପଣ ଯାତ୍ରା ଜଗତରେ କାମ କରୁଥିଲେ, ବର୍ତ୍ତମାନ ଗୋଟେ ନୂଆ ଶୈଳୀରେ ଆପଣ ବର୍ତ୍ତମାନ ପର୍ଦ୍ଦାକୁ ଆସୁଛନ୍ତି, ତାକୁ ନେଇ ସାର୍ କେମିତି ଅନୁଭବ କରୁଛନ୍ତି? ହଁ, ସୌଖିନୀ ରଙ୍ଗମଞ୍ଚର ଜଣେ ନାଟ୍ୟ ନିର୍ଦ୍ଦେଶକ ହିସାବରେ ମୁଁ ଓଡ଼ିଶାରେ ପରିଚିତ। ଏ କାର୍ଯ୍ୟକ୍ରମ ମୋତେ ଅଶେଷ ସନ୍ତୁଷ୍ଟ ଦେଇଥିଲା। ସେ ସନ୍ତୁଷ୍ଟଟା ଆଉ ଏକ ବାଟ ଖୋଜିବା ପାଇଁ ମୁଁ ଚେଷ୍ଟା କରୁଥିଲି। ସେ ବାଟ ହେଉଛି ବର୍ତ୍ତମାନ ଯେଉଁଟାକି ଚାଲିଛି ୟୁଟ୍ୟୁବ୍ ଚ୍ୟାନେଲ୍। ସେ ୟୁଟ୍ୟୁବ୍ ମାଧ୍ୟମରେ ସମାଜକୁ ବାର୍ତ୍ତା ଦେବା ପାଇଁ ମନରେ ଜାଗ୍ରହ ସୃଷ୍ଟି ହେଲା। ସେଇଥିପାଇଁ ଏଇ ବାପା ନାମକ ମୋ ବାପା, ଯେଉଁଟାକି ଆପଣଙ୍କୁ ମୁଁ ଭେଟି ଦେଇଛି ଆଜିର ଶୁଭ ଦିବସର ପିତୃ ଦିବସ ଉପଲକ୍ଷେ। ଆଶା କରେ ନିଶ୍ଚୟ ଆପଣଙ୍କୁ ଏ ମୋ ବାପା କ୍ଷୁଦ୍ର ଚଳଚ୍ଚିତ୍ର ଖୁସି ଦେବ, ମୁଁ ଏତିକି ଆଶା କରୁଛି। ସାର୍ ପରବର୍ତ୍ତୀ ମୁହୂର୍ତ୍ତ ଯଦି ଆପଣଙ୍କୁ ଫିଲ୍ମରେ ସୁଯୋଗ ଦିଆଯାଏ, ଆପଣ ସେମିତି କିଛି ଚିନ୍ତା କରିଛନ୍ତି କି ଫିଲ୍ମ ଜଗତକୁ ଯିବା ପାଇଁ? ନିଶ୍ଚୟ। ଆଜି ଯେତେବେଳେ ଏ ପିତୃ ଦିବସର ଶୁଭ ମୁହୂର୍ତ୍ତରେ ମୁଁ ପ୍ରଥମ ପାଦ ଦେଇଛି, ଆଶା ତ ମଣିଷ ସୁମାରି, ସେହି ଆଶାକୁ ସ୍ୱପ୍ନକୁ ସାକାର କରିବା ପାଇଁ ନିଶ୍ଚୟ ମୁଁ ଚେଷ୍ଟା ଜାରି ରଖିବି। ଧନ୍ୟବାଦ। ଆପଣଙ୍କ ପରିଚୟଟା? ଜୟ ଜଗନ୍ନାଥ, ମୁଁ ପ୍ରଶାନ୍ତ କୁମାର। ମୋ ବାପାରେ ଆପଣ କ'ଣ ଭୂମିକା ଅଛି? ମୋ ବାପାରେ ଭୂମିକା ଦେଖିବାକୁ ଗଲେ ସମସ୍ତଙ୍କୁ ନେଇକି ଭୂମିକା ଗ୍ରହଣ କରିବୁ। ତ ଯେହେତୁ ମୁଁ ସାର୍ଙ୍କର ଛାତ୍ର ପିଲାଦିନକୁ, ସାର୍ ଯେହେତୁ ମୋତେ ସାର୍ ଫାଷ୍ଟ କଲ୍ କଲେ କି ପ୍ରଶାନ୍ତ ତୁ କେଉଁଠୁ ଅଛୁ, ତ ମୁଁ ଫାଷ୍ଟ କହିଲି ହଁ ସାର୍ ମୁଁ ଓଡ଼ିଶାରେ ତ ଅଛି, ଗୋଟେ ଛୋଟ କାମ କରିବା। ମୁଁ କହିଲି ସାର୍ କ'ଣ କରିବା? ତ ଛୋଟବେଳେ ଯେହେତୁ ସାର୍ ମୋତେ ଡିରେକ୍ସନ୍ ଦେଇଛନ୍ତି, ତାଙ୍କର କିଛିଟା ଷ୍ଟୋରିରେ ମୁଁ କାମ କରିଛି ଯାତ୍ରା ଜଗତରେ। ତ ଆଜି ଗୋଟେ ଚାନ୍ସ ମିଳିଲା, ସାର୍ଙ୍କ ସହିତ କାମ ତ କରିପାରିଲିନି ଯେହେତୁ ଗୋଟେ ଛୋଟ ଦୁର୍ଘଟଣା ମୋର ହେଇଗଲା। ତ ମୁଁ ଗୋଟେ ଦାୟିତ୍ୱ ଦେଲେ ଯେହେତୁ ଆସିଷ୍ଟାଣ୍ଟ ଡିରେକ୍ଟର କାମ ପୁରା ନିଭେଇବୁ, ଯେହେତୁ ମୁଁ ଗୋଟେ କ୍ୟାରେକ୍ଟର ଅଛି, ମୁଁ ସାର୍ ନିଜେ ଗୋଟେ କ୍ୟାରେକ୍ଟର ଅଛନ୍ତି, ପୁରା ମେଜର କ୍ୟାରେକ୍ଟର, ପୁରା ଇମ୍ପୋର୍ଟାଣ୍ଟ କ୍ୟାରେକ୍ଟର, ବାପାର କ୍ୟାରେକ୍ଟର ଅଛନ୍ତି ସାର୍। ଯେହେତୁ ଅଛନ୍ତି ମୁଁ ମୋତେ କହିଲେ କି ଦାୟିତ୍ୱ ପୁରା ନିଭେଇବୁ। ଆସିଷ୍ଟାଣ୍ଟ ଡିରେକ୍ଟର ଫାଷ୍ଟ ପଦ ଦେଇକି ସାର୍ ଦେଲେ ମୋତେ, ବହୁତ ଧନ୍ୟବାଦ ସାର୍ଙ୍କୁ। ତ ମୁଁ ଭାବିନଥିଲି କି ଏମିତି କରିବି, ମୋର ଗୋଟେ ମେନସନ୍ କରାଯିବ ଆସିଷ୍ଟାଣ୍ଟ ଡିରେକ୍ଟର ବୋଲିକି। ତ ଭଲ ଲାଗିଲା ଶୁଣିକି ସାର୍। ତ ମୁଁ ତ ଭାବିନି ନିଜକୁ ଆସିଷ୍ଟାଣ୍ଟ ଡିରେକ୍ଟର, ସାର୍ ଗୋଟେ ମେନସନ୍ କଲେ ମୋତେ ନାଁରେ। ମୁଁ ଦେଖିକି ଯେତେବେଳେ पोस्टर देखिली, बैनर देखिली, निजी बहुत प्राउड फिल कली। थैंक यू वेरी मच सर। तो ये तो स्टोरी मो बापा फादर्स डे आज रिलीज है, आई एम वेरी हैप्पी। तो सोसाइटी गुड न्यूज, गुड मेसेज। मु चाहूँ आगू और भल काम हम सार डायरेक्शन मुझे आगू बहुत भल भल कंटेंट आनी, देन आगू को बहुत भल भल काम करने इच्छा अच्छी। तो दास प्रोडक्शन को मुझे कहूँ फास्ट चैनल सार नुआ चैनल समस्त देखु, सब्सक्राइब करूँ, लाइक करूँ, देन आगू चैनल आगू नि जो अच्छा टीम होल टीम विषय मुझे कहना चाहूँगी। तो जो कम कले जो टीम बहुत बाधा विघ्न देखा जाए टीम विषय मुझे समस्त किसी काम अच्छी प्रोब्लेम अच्छी, सार किसी प्रोब्लेम जेहतु सार बहुत गोटे गवर्नमेंट सर्विस सार सर्विस काम करती। तो से बाधा विघ्न देखाई जमाते जो मैंने जॉब कर टाइम देपर रिलीज करने स्वतंत्र गोटे टाइम काढ़ी फादर डे रिलीज करूँ। तो किसीटा विलम्ब दोषरू दुखित आम भल लगे आज रिलीज है। बहुत कम कर होल टीम मैंने अच्छा जो मैंने एडिटर अच्छी, जो मैंने प्रोडक्शन मैनेजर, कैमरामैन, एवरीथिंग एवरी ऑल पीपुल बहुत हार्डवर्क कर। थैंक यू वेरी मच। जय जगन्नाथ चैनल एंड न्यूज ओडिया को, ऑल्सो सार चैनल को, दास प्रोडक्शन को थैंक यू वेरी मच। आगू को बहुत काम हमार अच्छी। तो थैंक यू।